ଏହି ସବୁ ନିୟମ ମାନନ୍ତୁ ଓ ଧାର କରଜରୁ ମୁକ୍ତି ପାଆନ୍ତୁ। ଘରେ ଧଳାପାରା ପାଳିଲେ ମାତା ଲକ୍ଷ୍ମୀ ସଦୟ ହୁଅନ୍ତି। ଆପଣଙ୍କ ଘର ଧନ ଧାନ୍ୟରେ ସବୁବେଳେ ପୂର୍ଣ୍ଣ ହେବା ସହିତ କରଜରୁ ମୁକ୍ତି ପାଇବେ। ରସପାତ୍ରରେ ଭୋଜନ କଲେ ମାନସିକ ଅସ୍ଥିରତା ଦେଖାଯାଇଥାଏ, ଚିନ୍ତାଧାରା ବିଚଳିତ ହୁଏ ଏବଂ ଘରେ ଋଣ କରଜ ବୃଦ୍ଧି ପାଇଥାଏ। ଗୁରୁବାର ଦିନ ଗୁରୁ ଓ ଧାନ ଚାଉଳ ବିକ୍ରି କଲେ ଲୋକ ଦାରିଦ୍ର୍ୟ ହୁଏ ଓ ଘରେ ଅଭାବ ଅନାଟନ ଦେଖାଦିଏ ଏବଂ ଋଣ ବୃଦ୍ଧି ପାଇଥାଏ। ମଙ୍ଗଳବାର ଦିନ କ୍ରୟ ଓ ବିକ୍ରୟ ଶୁଭ ନୁହେଁ। ଯେକୌଣସି ଦ୍ରବ୍ୟ ଯାନବାହନ କ୍ରୟ ବିକ୍ରୟ ଅତ୍ୟନ୍ତ କ୍ଷତିକାରକ ହେବା ସହିତ କେତେ ବି ଧାର କରଜ ମଙ୍ଗଳବାର ଦିନ ନିଅନ୍ତୁ ନାହିଁ। ଆପଣ ଯେକୌଣସି ଶନିବାର ଦିନ 7ଟି କଉଡ଼ି ଆଣି ସେଥିରେ ହଳଦୀ ଲଗାଇ ଗୋଟିଏ ନାଲି କନାରେ ବାନ୍ଧି ଆପଣଙ୍କ ଠାକୁର ଘରେ ରଖନ୍ତୁ ଏବଂ ସନ୍ଧ୍ୟାରେ ଧୂପ ଦିଅନ୍ତୁ। ଏହା କଲେ ଋଣୀ କରଜରୁ ମୁକ୍ତ ହେବା ସହିତ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଜୟ ଜଗନ୍ନାଥ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ।